ମାନେ ବର୍ତ୍ତମାନ ଯେଉଁ ଆମର ଯେଉଁ ଟାଇମ୍ରେ ଆମେ ବାପା ମାଆଙ୍କର ସାହାରା ବନିବା କଥା ବର୍ତ୍ତମାନ ଆମେ ତାଙ୍କ ଉପରେ ବୋଝ। ବର୍ତ୍ତମାନ ମୋ ହାତରେ କଲମ ରହିବା କଥା। ମୋ ହାତରେ ଆଜି ବର୍ତ୍ତମାନ ମୁଁ ଆଜି ରାଜରାସ୍ତାରେ ଆସି ଛିଡ଼ା ହେଇଛି। ଭାବନ୍ତୁ ପିଲା 5 ବର୍ଷ ଲେଖା 5 ବର୍ଷ 10 ବର୍ଷ ପ୍ରିପାରେସନ୍ କରୁଛନ୍ତି। କିଏ ମାନେ କିଏ ଅଲଗା ଏକ୍ଜାମ୍ ବି ଦେଉଛି, କିଏ କେଉଁଠି ଗୋଟେ ମାର୍କ 2 ମାର୍କରେ କଟୁଛି। ଯଦି ଆପଣ ନୋଟିଫିକେସନ୍ ହିଁ ଆଣିବେନି ତାହେଲେ ନିଜର ସାମର୍ଥ୍ୟ ଆମେ କେମିତି ଦେଖେଇବୁ? ଭାବନ୍ତୁ ପିଲା ମାନେ 5 ଘଣ୍ଟା 10 ଘଣ୍ଟା ଯାଇକି ଲାଇବ୍ରେରୀରେ ପାଠ ପଢ଼ୁଛନ୍ତି, ମାନେ 5 ଟଙ୍କିଆ ମିଲ୍ ଖାଇକି। ଆପଣ ବିଶ୍ୱାସ କରିବେନି, ମୁଁ ମୋ ନିଜ କଥା କହୁଛି, ମୁଁ ଗୋଟେ ପିଟି ଆସ୍ପିରାଣ୍ଟ। ମାନେ ମୁଁ ନିଜେ ଲାଇବ୍ରେରୀ 8 ଘଣ୍ଟା 10 ଘଣ୍ଟା 12 ଘଣ୍ଟା ଯାଇକି ନିଜେ ପଢ଼ୁଛି। ନିଜେ ପଢ଼ିଲା ପରେ ମାନେ ମୁଁ ନିଜେ ଟ୍ୟୁସନ୍ କରୁଛି, ନିଜେ ପଢ଼ୁଛି। ମାନେ ମୁଁ ବାପା ମାଆଙ୍କ ଉପରେ ବୁଝ ମାନେ ଏମିତି ବୁଝ ହେଇଗଲି, ମୁଁ ପୁରା ଡିପ୍ରେସ୍ ହେଇଗଲୁଣି। ମାନେ ରାତିରେ ମୋତେ ନିଦ ଆସୁନି। ଆପଣ ଭାବନ୍ତୁ ବର୍ତ୍ତମାନ ମୋର ସିଚୁଏସନ୍ ଯାହା, ମାନେ ମୁଁ ମାନେ କହିବି ପାରୁନି ମୋ ସିଚୁଏସନ୍। ମୁଁ କାହାକୁ କହିପାରୁନି, ମାନେ ମାନେ କାହାକୁ କହିବି? ମାନେ ମୁଁ ବିଗତ 18 ମାସ ହେଲା ମୁଁ ଘରକୁ ଯାଇନି। ଏଇଥିପାଇଁ ଯାଇନି କାରଣ ମୋର ଚାକିରି ନାହିଁ। କାରଣ ମୁଁ ଘରେ ଯାଇ କ'ଣ କହିବି? ମାନେ ଭାବନ୍ତୁ ମୋର ଘରେ ମୁଁ ମାନେ ମୁହଁ ଦେଖେଇଲା ଭଳିଆ ମୋ ପାଖରେ କିଛି ନାହିଁ। ମାନେ ବର୍ତ୍ତମାନ ମୋର ମାନେ ଗାଁରେ ବି ମୋତେ ମାନେ ସାଙ୍ଗସାଥି ଭାଇ ବନ୍ଧୁ ସମସ୍ତେ ପଚାରୁଛନ୍ତି, ଆରେ ବାବୁ କ'ଣ ହେଲା? ମାନେ କ'ଣ ହେଲା ମୁଁ ତାଙ୍କୁ ଉତ୍ତର ବି ଦେଇପାରୁନି। ହେଲା ମୁଁ ମାନେ ମୋ ସାମର୍ଥ୍ୟ ଦେଖାଇବା ପାଇଁ ମୋର ମାନେ ଇଏ ହିଁ ନାହିଁ। ଭାବନ୍ତୁ ଏବେ ଗୋଟେ ନୋଟିଫିକେସନ୍ ଆସିଲା, ମାନେ ତା ଦେହରେ ପିଟିକି ହିଁ କାଟି ଦେଇଛନ୍ତି। ମାନେ ପିଟିକି କାଟି ଦେଇଛନ୍ତି। ମାନେ ପିଟି ମାନେ ଫିଜିକାଲ ଏଜୁକେସନ୍ ଟିଚର। ଭାବନ୍ତୁ ପ୍ରତ୍ୟେକ ସ୍କୁଲରେ ମାନେ ଫିଜିକାଲ ଏଜୁକେସନ୍ ଟିଚର ନିହାତି ରହିବା ଦରକାର। ଯଦି ଗୋଟେ ପିଲାର ଶାରୀରିକ ବୁଦ୍ଧି ସହ ମାନସିକ ବୁଦ୍ଧି ଯେତିକି ଦରକାର, ଶାରୀରିକ ବୁଦ୍ଧି ମଧ୍ୟ ସେତିକି ଦରକାର। ଯଦି ପିଟି ହିଁ ନ ରହିବ, ପିଟି ଟିଚର ହିଁ ନ ରହିବ, ତାହେଲେ ଆପଣ ସମାଜକୁ କ'ଣ ବାର୍ତ୍ତା ଦେବେ?